ରାଜଧାନୀ ଭୁବନେଶ୍ୱରରେ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଶିକ୍ଷା ଓ ସୁରକ୍ଷା ପାଇଁ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଛଡ଼ାଯାଇଥିଲା, ସେଠାରେ ହିଁ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତି ନିଜେ ଭକ୍ଷକ ସାଜିଥିବା ଅଭିଯୋଗ ହୋଇଛି। ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ହଷ୍ଟେଲର ସୁପରିଟେଣ୍ଡେଣ୍ଟଙ୍କ ନାମରେ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବାର ସଙ୍ଗୀନ ଅଭିଯୋଗ ଆସିବା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ମୁତାବକ ଏହି ଘଟଣା ଭୁବନେଶ୍ୱରର ଏକ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ହଷ୍ଟେଲରେ ଘଟିଛି। ଅଭିଯୋଗ ଅନୁଯାୟୀ ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଦୀର୍ଘ ଦିନ ଧରି ନିଜ କ୍ଷମତାର ଅପବ୍ୟବହାର କରି କିଛି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ପିଲାମାନେ ନିଜର ଅକ୍ଷମତା ଯୋଗୁଁ ସହଜରେ କାହାକୁ କିଛି କହିପାରୁନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲେ। ତେବେ ଏହି ଘଟଣା କୌଣସି ପ୍ରକାରେ ବାହାରକୁ ଆସିବା ପରେ ପରିବାର ଲୋକେ ଏବଂ ସ୍ଥାନୀୟ ସାମାଜିକ କର୍ମୀମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଭିଯୋଗ ପାଇବା କ୍ଷଣି ଓଏସସିପିସି ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଆୟୋଗର ଏକ ସ୍ୱତନ୍ତ୍ର ଟିମ୍ ହଷ୍ଟେଲ ପରିଦର୍ଶନ କରିବା ସହ ପୀଡ଼ିତା ଛାତ୍ରୀ ଅନ୍ୟ ଅନ୍ତେବାସୀ ଏବଂ ହଷ୍ଟେଲ କର୍ମଚାରୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ନିଷ୍ଠୁର କାର୍ଯ୍ୟ ପଛରେ କେବଳ ସୁପରିଟେଣ୍ଡେଣ୍ଟ ଅଛନ୍ତି ନା ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେ ଦିଗରେ ମଧ୍ୟ ଖୋଳତାଡ଼ ଜାରି ରହିଛି। ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜରେ ସ୍ୱତନ୍ତ୍ର ଯତ୍ନ ଓ ସ୍ନେହର ଆବଶ୍ୟକତା ଥିବାବେଳେ ସେମାନଙ୍କ ସହ ଏଭଳି ଅମାନବୀୟ ବ୍ୟବହାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଦୋଷୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ପୋଲିସ ମଧ୍ୟ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇଛି ଏବଂ ଆଗାମୀ ଦିନରେ ଅଭିଯୁକ୍ତଙ୍କ ଗିରଫଦାରୀ ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।